ମନେକର ତୁମ ପାଖରେ 6ଟି ବଲ୍ ଅଛି। ଏଠି ମୁଁ ତୁମକୁ 6ଟି ବଲ୍ ଦେଲି। ଏବେ ରହିଲା 6ଟା ବଲ୍। ଏବେ ଯଦି ମୁଁ ତୁମକୁ ଆଉ 8ଟି ବଲ୍ ଦେବି, 8ଟି ବଲ୍ ଦେଲି, ଏବେ ତୁମ ପାଖରେ କେତୋଟି ବଲ୍ ରହିଲା? ତୁମେ କ'ଣ କରିବ? ଯୋଗ କରିବ। 1 2 3 4 5 6 7 8 9 10 11 12 13 14। ତା ମାନେ ଆମେ ଏଠି 6ରେ 8 ମିଶାଇଲେ କେତେ ପାଇଲେ? 14। ଏବେ ମୁଁ ଆଉ ଗୋଟେ ପିଲାକୁ ପ୍ରଥମେ 8ଟି ବଲ୍ ଦେବି। ପ୍ରଥମେ ମୁଁ ତାକୁ 8ଟି ବଲ୍ ଦେଲି, ତାପରେ ମୁଁ ତାକୁ 6ଟି ବଲ୍ ଦେଲି। 8ଟି ବଲ୍ ତାପରେ 6ଟି ବଲ୍। ଦେଖ ଏବେ ତା ପାଖରେ କେତୋଟି ବଲ୍ ରହିଲା? 1 2 3 4 5 6 7 8 ତାପରେ 9 10 11 12 13 14। ଏଠି ବି ସେମିତି ଆମେ କ'ଣ କଲେ? 8ରେ 6 ମିଶାଇଲେ ଏବଂ ପାଇଲେ କେତେ? ଦେଖ 14 ପାଇଲେ। ପ୍ରଥମେ ମୁଁ 6ରେ 8 ମିଶାଇଲି, ପାଇଲି କେତେ? 14। ସେମିତି ତାକୁ ମୁଁ କ'ଣ କଲି? କ୍ରମ ବଦଳେଇ ଦେଲି। କ୍ରମ ବଦଳେଇଲି ମାନେ ପ୍ରଥମେ ଏଠି 6 ନେଇଥିଲି, ତାପରେ 8 ନେଇଥିଲି। ଏଠି ମୁଁ କ'ଣ କଲି? ପ୍ରଥମେ 8 ନେଲି, ତାପରେ 6 ନେଲି। କିନ୍ତୁ ମୋର ଏଠି କ'ଣ? ଉତ୍ତର ଦେଖ ସମାନ ହେଉଛି। ଏଠି ବି 14 ହେଉଛି ଏବଂ ଏଠି ବି 14 ହେଉଛି। ଏହାର ମାନେ ହେଉଛି ଯୋଗ ପ୍ରକ୍ରିୟାରେ ଆମେ ଯଦି କ୍ରମ ବଦଳେଇକି ଯୋଗ କରୁଛେ, ତାପରେ ବି ଆମର ଉତ୍ତର ସମାନ ହେବ। ଦେଖ ଏଠି ପ୍ରଥମେ 6ରେ 8 ମିଶାଇଲେ ପାଇଲେ 14। ସେମିତି 8ରେ 6 ମିଶାଇଲେ କ୍ରମ ବଦଳେଇ ଦେଲେ ପାଇଲେ 14। ଏବଂ ଏହି ନିୟମକୁ କ'ଣ କୁହାଯାଏ? ଯୋଗ ପ୍ରକ୍ରିୟାର କ୍ରମ ବିନିମୟ ନିୟମ। ମୁଁ 3ଟି ସଂଖ୍ୟା ନେଉଛି। ଗୋଟେ ହେଉଛି 26, ଗୋଟେ ହେଉଛି 38, ଯେକୌଣସି 3ଟା ନେଇପାରିବା, ଆଉ ଗୋଟେ ନେଉଛି 41। ଏବେ ମୁଁ ପ୍ରଥମେ ଲେଖୁଛି, ଦେଖ 26 38 41 ଏ 3ଟିକୁ ମିଶାଇବା ଏବଂ ଆଉ ଗୋଟେ ଥର ମୁଁ କ'ଣ କରିବି? କ୍ରମ ବଦଳେଇକି ଲେଖିବି। ପ୍ରଥମେ ମୁଁ ଲେଖିବି 38, ତାପରେ ଲେଖିବି 26, ତାପରେ ଲେଖିବି 41। ଏବେ ଆମେ ଯୋଗ କରିବା। ଏଠି ଦେଖ, ଏଠି ଯୋଗ କରିଲେ କ'ଣ ହେବ? 6ରେ 8 ମିଶାଇଲେ 14, 14ରେ 1 ମିଶାଇଲେ 15, 15ରୁ 5 ରଖିବା, ଏଠିକି ଦଶକ ସ୍ଥାନରେ 1 ରଖିବା। ତାପରେ 1ରେ 2 ମିଶାଇଲେ 3, 3 3 6, 6ରେ 4 ମିଶାଇଲେ କେତେ? 10। ତେଣୁ ହେଉଛି କେତେ? 105। ଏବେ ଏଠି ମୁଁ କ୍ରମ ବଦଳେଇ ଲେଖିଛି ଏବଂ ଯୋଗ କରିବା। 8ରେ 6 ମିଶାଇଲେ 14, 14ରେ 1 ମିଶାଇଲେ 15, 15ରେ 5 ରଖିକି 1 ନେବି ଦଶକ ସ୍ଥାନକୁ। ତାପରେ 1ରେ 3 ମିଶାଇଲେ 4, 4ରେ 2 ମିଶାଇଲେ 6 ଏବଂ 6ରେ 4 ମିଶାଇଲେ କେତେ? 10। ତେଣୁ ଏଠି ଦେଖ, ଆମେ 3ଟି ସଂଖ୍ୟା ନେଇକି ବି ଯେତେବେଳେ ତାର କ୍ରମ ବଦଳେଇକି ଯୋଗ କରିଲେ ଆମେ କ'ଣ? ସମାନ ଉତ୍ତର ପାଉଛେ। ଆମେ କ'ଣ ପାଇଲେ? 105 ପାଇଲେ। ଏବଂ ଏହାକୁ କ'ଣ କୁହାଯାଏ? ଏହା କୁହାଯାଏ ଯୋଗ ପ୍ରକ୍ରିୟାର କ୍ରମ ବିନିମୟ ନିୟମ। ଏବେ ଯଦି ମୁଁ ତୁମକୁ ଗୋଟେ ପ୍ରଶ୍ନ ଦେବି କି 29 ଯୁକ୍ତ 41 ସମାନ କେତେ ଯୁକ୍ତ 29? 29ରେ 41 ମିଶାଇଲେ ଯାହା ହେବ, କେତେରେ 29 ମିଶାଇଲେ ସେଇଆ ହେବ? କେତେ ହେବ? ଏଠି ଆମେ କେତେ ଲେଖିପାରିବା? ଏଠି ଲେଖିପାରିବା 41, କାରଣ ଆମେ କ'ଣ ଏଠି କ୍ରମ ବଦଳେଇ ଦେବା। 29ରେ 41 ମିଶାଇବା ଯାହା, 41ରେ 29 ମିଶାଇବା ସେଇଆ।